ମୁଁ ବିଜୁ ଜନତା ଦଳର ଶୃଙ୍ଖଳିତ କର୍ମୀ। ନିଶ୍ଚିନ୍ତ ନବୀନ ବାବୁ ଏଠି ଭାବିଥିବେ ନିଶ୍ଚିନ୍ତ ଯେତେବେଳେ କ୍ୟାଣ୍ଡିଡେଟ୍ ଦେଇଛନ୍ତି କିଛି ସଂଗଠନ ମଜବୁତ ଥିବ, ଅଧିକରୁ ଅଧିକା ଭୋଟ ପାଇବେ, ଏ ସବୁ ଜିନିଷରେ ତର୍ଜମା କରିକି ସେ ନିଶ୍ଚିନ୍ତ ଦେଇଥିବେ। ଆଉ ଯେହେତୁ ଆମର ନବୀନ ବାବୁଙ୍କର ନିର୍ଦ୍ଦେଶ ହେଉଛି ଆମର ସମସ୍ତଙ୍କ ପାଇଁ ଆମର ଗୋଟିଏ ବେଦର ଗାର। ସେ ଯାହା କୁହନ୍ତି ଆମେ ସମସ୍ତେ ମାନିବାକୁ ବାଧ୍ୟ ଆଉ ମାନୁଛୁ ବି। ଆଉ ଆଗରୁ ଏଇଟା ମାନିଛୁ, ଏବେ ବି ମାନିବୁ। ମୁଁ ଖାଲି କ୍ୟାଣ୍ଡିଚର ଏବେ ନୁହଁ, ମୁଁ ଯେତେବେଳେ 2003ରେ ପ୍ରଥମେ କର୍ପୋରେଟର ଭାବରେ ଛିଡ଼ା ହେଇଥିଲି, ମୋତେ ଟିକେଟ୍ ଦିଆଯାଇଥିଲା ଆଉ ଟିକେଟ୍ ଫେରା ବି ହେଇଥିଲା। ସେତେବେଳୁ ଆଜି ପର୍ଯ୍ୟନ୍ତ ମୁଁ ବିଜୁ ଜନତା ଦଳରେ ଅଛି। ଏଇଟା ମୋ ପାଇଁ କିଛି ନୂଆ କଥା ନୁହେଁ। ମୁଁ ବିଜୁ ଜନତା ଦଳର କର୍ମୀ। ମୁଁ ଭାବୁଛି ଯେ ମୁଁ ନିଶ୍ଚିନ୍ତ କେଉଁ ସଂଗଠନରେ କିଛି କମ୍ ରହିଛି, କେଉଁଠି ମୋର ଲେକୁନା ରହିଯାଇଛି, ମୁଁ ତାକୁ ନିଶ୍ଚିନ୍ତ ରୂପେ ଆଗାମୀ ଦିନରେ ତାକୁ ଠିକ୍ କରିବି। ଶୁଣନ୍ତୁ, ବିଜୁ ଜନତା ଦଳରେ ମୋର 26 ବର୍ଷ ହେଲା। ଏ ଦଳକୁ ଯିଏ କ୍ଷତି ପହଞ୍ଚାଏ, ଯିଏ ଦଳର କ୍ଷତି କରେ, ସେ ମୋର ସବୁଠାରୁ ବଡ଼ ଶତ୍ରୁ। ଦେଖନ୍ତୁ, ମୁଁ ଆପଣଙ୍କୁ ଗୋଟିଏ କଥା କହିଲି, ଦଳର ଯିଏ କ୍ଷତି ପହଞ୍ଚାଉଥିବ, ଦଳର ମାନ ସ୍ୱାଭିମାନ ଯିଏ ଆଗକୁ ରଖିବ, ନିଶ୍ଚିତ ସେ କ୍ୟାଣ୍ଡିଡେଟ୍ ସହିତ ଆମେ ଆଗକୁ ବାହାରିବୁ। ସାର୍, କାଲି ଟିକେଟ ଘୋଷଣା ହେଲା ବିଜେଡିର, ତ ଅନନ୍ତ ଜେନାଙ୍କୁ ପୁଣି ଥରେ ଟିକେଟ ମିଳିଲା। ତ ଏପଟେ ଏକାମ୍ରରେ ଅଶୋକ ପଣ୍ଡାଙ୍କୁ ମିଳିସାରିଛି। ତ ଗୋଟେ କଥା ଦେଖିବାକୁ ମିଳୁଛି, ଯୋଉ ଅସନ୍ତୁଷ୍ଟ ମାନେ ରହୁଛନ୍ତି, ଅସନ୍ତୁଷ୍ଟ ମାନେ ଅସୁବିଧା ସୃଷ୍ଟି କରିବେ କି ବିଜେଡି ପାଇଁ? ନିଶ୍ଚିତ ଭାବରେ ଆମେ ଦେଖିଲେ ଭୁବନେଶ୍ୱରରେ ଯୋଉ ଆପଣଙ୍କର 3 ଜଣ କ୍ୟାଣ୍ଡିଡେଟ୍ ଥିଲେ ସମସ୍ତଙ୍କୁ ରିପିଟ୍ କରାଯାଇଛି। କିନ୍ତୁ ଆମେ ଭୁବନେଶ୍ୱର ଯଦି ଦେଖିବା ପ୍ରାୟତଃ ପ୍ରତ୍ୟେକ ଯୋଉ ଆସେମ୍ବଲି କନଷ୍ଟିଚ୍ୟୁଏନ୍ସି ଅଛି ସବୁଠି ଆପଣଙ୍କର ଆହୁରି ନୂଆ ପ୍ରତ୍ୟାଶୀ ମାନେ ଥିଲେ। ସେ ପ୍ରତ୍ୟାଶୀ ମାନଙ୍କୁ ବର୍ତ୍ତମାନ ହତୋତ୍ସାହିତ ହେବାକୁ ପଡିଛି ଏବଂ ସେମାନଙ୍କୁ ଟିକେଟ ମିଳିନାହିଁ। ଏବଂ ଯେତିକି ଯାହା ଜଣା ପଡୁଛି ସେମାନଙ୍କର ଆଭିମୁଖ୍ୟରୁ ସେମାନେ ଖୋଲାଖୋଲି ବିଦ୍ରୋହ ନ କରିପାରନ୍ତି। ଜଣେ ତ ଖୋଲାଖୋଲି ବିଦ୍ରୋହ କରିବା ପାଇଁ ଆପଣଙ୍କର ଭୁବନେଶ୍ୱର ଯୋଉ ଏକାମ୍ର ସେଠି ଘୋଷଣା କରିଛନ୍ତି। ଭୁବନେଶ୍ୱର ମଧ୍ୟରେ ଆପଣ ଖୋଲାଖୋଲି ଯଦି ଏପର୍ଯ୍ୟନ୍ତ ବିଦ୍ରୋହ କେହି ଘୋଷଣା କରିନାହାନ୍ତି, କିନ୍ତୁ ଅସନ୍ତୋଷ ଜାହିର କରିଛନ୍ତି। ଏବଂ ଉତ୍ତରରେ ଯଦି ଦେଖିବେ, ଯିଏ ଅସନ୍ତୋଷ ଜାହିର କରିଥିଲେ ତାଙ୍କୁ ବିଜେପି ଟିକେଟ ମିଳିଛି। ତ ଯଦି ସାମଗ୍ରିକ ଭାବରେ ଆକୁ ଆପଣ ମୂଲ୍ୟାଙ୍କନ କରିବେ, ତାହେଲେ ଗୋଟିଏ କଥା ସ୍ପଷ୍ଟ ହେଇଯାଉଛି ଯେ ଏଠି ଖୋଲା ବିଦ୍ରୋହ ହେଉ ବା ନ ହଉ, କିନ୍ତୁ ଗୋଟେ ସାଇଲେଣ୍ଟ ଅପୋଜିସନ ରହିବ ଫ୍ରମ ୱିଦିନ୍ ଦି ବିଜେଡି। ଏଠି ନନ୍ କୋଅପରେସନ ରହିବ, ଅର୍ଥାତ୍ ଅସହଯୋଗ ରହିବ। ଯେମିତି ଆପଣଙ୍କର ଅମରେଶ ଜେନା, ସେ କେବେ ଖୋଲାଖୋଲି ଭାବରେ ସମର୍ଥନ କରିପାରିବେ ନାହିଁ, ସେ ତାଙ୍କର ଅସହଯୋଗ କରିବେ। ଯଦି ସେ ପ୍ରାର୍ଥୀଙ୍କ ସହିତ ବୁଲାବୁଲି କରିବାର ଦେଖିବାକୁ ମିଳିବ, ସେ କେବେ ହେଲେ ତାଙ୍କର ଯୋଉ କ୍ୟାଡର୍ସ ମାନେ ରହିଛନ୍ତି, ତାଙ୍କର ଯୋଉ ଶୁଭେଚ୍ଛୁ ସମର୍ଥକ ରହିଛନ୍ତି, କେବେ ହେଲେ ତାଙ୍କୁ ସେତିକି ପରିମାଣରେ କାମ କରିବା ପାଇଁ କେବେ କହିବେ ନାହିଁ, ଏ କଥା ସ୍ପଷ୍ଟ। ତ ଦେଖିବାର କଥା ବିଜୁ ଜନତା ଦଳର ଯୋଉ ସାଂଗଠନିକ ଶକ୍ତି ଅଛି, ସେ ସାଂଗଠନିକ ଶକ୍ତି ଏକାଠି ଲଢୁଛି ବା ବିଭାଜିତ ହେଇ ଲଢୁଛି, ଏବଂ ତା ଫଳାଫଳ କଣ ହଉଛି ସେଇଟା ନଜର କରିବା କଥା। କିନ୍ତୁ ମୋଟାମୋଟି ଭାବରେ ଯୋଉ ଭଳି ପରିସ୍ଥିତିରେ ଏଥରକ ଭୁବନେଶ୍ୱର ନିର୍ବାଚନ ହଉଛି ବା ଯୋଉ ଭଳି ପରିସ୍ଥିତିର ସାମ୍ନା କରୁଛି ବିଜୁ ଜନତା ଦଳ, ଅତୀତରେ କେବେ ଏଭଳି ପରିସ୍ଥିତିର ସାମ୍ନା କରି